କଂଗ୍ରେସର ବରିଷ୍ଠ ନେତା ଦେବେନ୍ଦ୍ର ଶର୍ମାଙ୍କର ପରଲୋକ। 66 ବର୍ଷ ବୟସରେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କର ଦେହାନ୍ତ। ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି ପରଲୋକ। 2014ରୁ 2019 ବିଧାନସଭାର ସଦସ୍ୟ ଥିଲେ ଦେବେନ୍ଦ୍ର। 15ତମ ବିଧାନସଭାରେ ଆଳି ନିର୍ବାଚନ ମଣ୍ଡଳୀରୁ କରିଥିଲେ ପ୍ରତିନିଧିତ୍ୱ। ବିଧାନସଭାରେ ପହଞ୍ଚିଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କର ପାର୍ଥିବ ଶରୀର। ଗତକାଲି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେବେନ୍ଦ୍ର ଶର୍ମାଙ୍କର ବିୟୋଗ ହୋଇଥିଲା। ଆଜି ତାଙ୍କ ମର ଶରୀରକୁ ପ୍ରଥମେ ବିଧାନସଭା ନିଆଯାଇଛି। ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଚସ୍ପତି ସୁରମା ପାଢ଼ୀ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ସହ ଅନେକ ବିଧାୟକ ଏବଂ ପୂର୍ବତନ ବିଧାୟକ ତାଙ୍କୁ ଶେଷ ଦର୍ଶନ କରିଥିଲେ। ବିଧାନସଭାରେ ଗାର୍ଡ ଅଫ୍ ଅନର ମଧ୍ୟ ପ୍ରଦାନ କରାଯାଇଥିଲା। ପରେ ଦେବେନ୍ଦ୍ର ଶର୍ମାଙ୍କର ପାର୍ଥିବ ଶରୀରକୁ କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟ ମଧ୍ୟ ନିଆଯାଇଥିଲା। ସେ କଂଗ୍ରେସର ବରିଷ୍ଠ ନେତା, ବିଧାୟକ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଶେଷ ଦର୍ଶନ କରିବେ। ଦେବେନ୍ଦ୍ର ଶର୍ମା ଦୀର୍ଘ ଦିନ ଧରି କଂଗ୍ରେସ ଦଳ ସହ ରହିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ଦୀର୍ଘ ଦିନର ସାଥୀ, ଛାତ୍ର ଜୀବନରୁ ସାଥୀ, 1975ରୁ 2024 ପର୍ଯ୍ୟନ୍ତ ସେ ଥିଲେ ଭାରି ବନ୍ଧୁବତ୍ସଳ। ରାଜନେତା ଭାବରେ ତାଙ୍କର ଥିଲା ଯୋଡ଼ିଏ ବୈଶିଷ୍ଟ୍ୟ। ପ୍ରଥମ ହେଲେ ସେ ଦୃଢ଼ ମନା ଆଉ ସ୍ପଷ୍ଟବାଦୀ। ଯାହା ଅନୁଭବ କରୁଥିଲେ କହିବାକୁ କେବେ ସେ କୁଣ୍ଠିତ ହଉନଥିଲେ ଏବଂ ଜଣେ ଭଲ ସଂଗଠକ ଭାବରେ ତାଙ୍କର ଖ୍ୟାତି। ନିର୍ବାଚନରେ ସେ ଜିଣିଛନ୍ତି, ନିର୍ବାଚନରେ ହାରିଛନ୍ତି, କିନ୍ତୁ ସବୁବେଳେ ଲୋକେ ତାଙ୍କ ସହିତ ଥିଲେ, କାରଣ ସେ ଥିଲେ ଭଲ ସଂଗଠକ। ଆଜି ଦିନରେ ମୁଁ ମୋ ତରଫରୁ, ବିଜେଡି ତରଫରୁ ଗଭୀର ଶୋକ ପ୍ରକାଶ କରୁଛି, ଆତ୍ମାର ସଦ୍ଗତି କାମନା କରୁଛି ଏବଂ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ମଧ୍ୟ ଜଣାଉଛି।